ଧରନ୍ତୁ ମୋତେ ଗୋଟେ ଲମ୍ବା ପଦଯାତ୍ରାରେ ଯିବାର ଅଛି, ତ ମୁଁ ସାଥିରେ କ'ଣ କ'ଣ ନେଇକି ଯିବି ନା ମୁଁ କିଛି ପାଣି ନେଇକି ଯିବି, ତା ସହିତ ପାଣିପାଗ ହିସାବରେ କପଡ଼ା ନେବି, ତା ସହିତ ପଥର ମାନଚିତ୍ର ମୋତେ ନିହାତି ଦରକାର ଏବଂ ଯାତ୍ରା ପାଇଁ ଶକ୍ତିର ଆବଶ୍ୟକ, ତେଣୁ ମୋତେ କିଛି ଜଳଖିଆ ମଧ୍ୟ ଖାଇବାର ଅଛି। ମଣିଷ ହିସାବରେ ଆମକୁ ପୋଷଣ ପାଇଁ ଭୋଜନର ଆବଶ୍ୟକତା ରହିଛି, କିନ୍ତୁ ସେହି ଭୋଜନ ପ୍ରକୃତରେ ଆମକୁ କିପରି ଶକ୍ତି ପ୍ରଦାନ କରିଥାଏ। ଉଦାହରଣ ସ୍ୱରୂପ ମୁଁ ଗୋଟେ ସେଓ ନେଲି କିମ୍ବା ଗୋଟେ ଚକୋଲେଟ୍କୁ ନେଲି, ଏହିସବୁ ଜିନିଷ କେଉଁଥିରକୁ ରୂପାନ୍ତରିତ ହୁଏ କି ଯାହାକୁ ଆମ ଶରୀର ବ୍ୟବହାର କରିପାରିବ? ତାହେଲେ ଏହିସବୁ ପ୍ରଶ୍ନର ଉତ୍ତର ଆମକୁ ଗୋଟେ ପ୍ରକ୍ରିୟାରେ ଜଣାପଡ଼ିବ, ଯାହାକୁ କୋଷୀୟ ଶୋଷଣ ବୋଲି କୁହାଯାଏ। ଏହା ହେଉଛି ସେହି ପ୍ରକ୍ରିୟା ଯେଉଁଥିରେ ଜୀବମାନେ ଖାଦ୍ୟରୁ ନିଜ ଶକ୍ତି ପାଇଥାନ୍ତି। ଅନ୍ୟ ଆକାରରେ କହିବାକୁ ଗଲେ କୋଷୀୟ ଶୋଷଣ ଜୀବନକୁ ସରଳ କରିଥାଏ। ବର୍ତ୍ତମାନ ଏହା ମୋ ଶରୀରରେ କିମ୍ବା ତୁମ୍ଭ ଶରୀରରେ, ମୋ ଭାଇର ପୋଷା ମୂଷା ଶରୀରରେ କିମ୍ବା ଝରକା ବାହାରେ ଥିବା ଏହି ଉଦ୍ଭିଦ ଶରୀରରେ ଅହରହ ଚାଲିଅଛି। ଆମ ଶରୀର ଚଳପ୍ରଚଳ ହେବା ପାଇଁ ଯାହା ଶକ୍ତି ଆବଶ୍ୟକ ଏହା ଆମ ସମସ୍ତଙ୍କୁ ଦେଇଥାଏ। ଚାଲ ଏବେ ଏହା ବିଷୟରେ କିଛି ଅଧିକ ଜାଣିବା କି କିପରି ଏହା କାମ କରିଥାଏ। ଏହି କୋଷୀୟ ଶୋଷଣ ହେଉଛି ପ୍ରତିକ୍ରିୟାର ଗୋଟେ ଶୃଙ୍ଖଳ ବା ଚେନ୍, ଯାହାକି ଆମ ଶରୀର ମଧ୍ୟରେ କିଛି ଅର୍ଗାନାଇଜ୍ଡ ତରିକାରେ ହୋଇଥାଏ, ଯାହାର ରେଜଲ୍ଟରେ ଆମକୁ ବହୁତ ସାରା ଶକ୍ତି ମଧ୍ୟ ମିଳିପାରିବ। ଯଦିଓ କୋଷୀୟ ଶୋଷଣରେ ଅନେକ ରାସାୟନିକ ପ୍ରତିକ୍ରିୟା ଜଡ଼ିତ ହୋଇଥାଏ, ତାହା ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଇଁ ମଧ୍ୟ ହୋଇଥାଏ, ଯାହାକୁ ମୁଁ ତଳେ ଏକ ସମୀକରଣରେ ଆପଣମାନଙ୍କୁ ବୁଝାଉଛି। ଏହା ହେଉଛି ସେହି ସମୀକରଣ। ଏଠାରେ ବାମ ପାର୍ଶ୍ୱକୁ ପ୍ରତିକାରକ ପାର୍ଶ୍ୱ ବୋଲି କୁହାଯାଇଥାଏ। ଏଠାରେ କ'ଣ ଅଛି? ୟାକୁ ଗ୍ଲୁକୋଜ ବୋଲି କୁହାଯାଏ ଏବଂ ଏଇଟାକୁ ଅମ୍ଳଜାନ ବୋଲି କୁହାଯାଏ। ଗ୍ଲୁକୋଜ ହେଉଛି ଗୋଟେ ଶର୍କରା ଜାତୀୟ ଜିନିଷ ବା ଆମେ ୟାକୁ ସୁଗାର ବୋଲି ମଧ୍ୟ କହିପାରିବା। ଏହି ଗ୍ଲୁକୋଜ ଆମ ଶରୀରରୁ ଆସିଥାଏ ଏବଂ ଏହି ଅମ୍ଳଜାନ ବାୟୁରୁ ଆସିଥାଏ, ଯାହାକୁ ଆମେ ଶ୍ୱାସକ୍ରିୟାରେ ବ୍ୟବହାର କରିଥାଉ। ଏବଂ ଦକ୍ଷିଣ ପାର୍ଶ୍ୱକୁ ଉତ୍ପାଦକ ପାର୍ଶ୍ୱ କୁହାଯାଇଥାଏ। ଏଠାରେ କ'ଣ କ'ଣ ମିଳେ ନା କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ମିଳେ ଏବଂ କିଛି ଜଳ ଏଠି ମିଳୁଛି। ଆଉ ଏହି ଯେଉଁ ତୀର ଚିହ୍ନ ଅଛି, ଏହା କ'ଣ ସୂଚାଉଛି କି ପ୍ରତିକ୍ରିୟା ସମୟରେ ବା କୋଷୀୟ ଶୋଷଣ ସମୟରେ ଅଣୁଗୁଡ଼ିକ ଭାଙ୍ଗି ଅଲଗା ଅଲଗା ହେଉଛନ୍ତି ଏବଂ ସେମାନଙ୍କ ପରମାଣୁ ଗୁଡ଼ିକ ପୁନଃସଜ୍ଜିତ ହୋଇ କିଛି କାର୍ବନ ଡାଇଅକ୍ସାଇଡ୍ ଓ ଜଳ ମଧ୍ୟ ସୃଷ୍ଟି କରୁଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କିଛି ଶକ୍ତି ମଧ୍ୟ ଉତ୍ପନ୍ନ ହେଉଛି, ଯେପରିକି କାଠ ଜଳିଲେ ସେଥିରୁ କିଛି ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ କୌଣସି ପରମାଣୁ ମଧ୍ୟ ଏଥିରେ ନଷ୍ଟ ହୋଇନଥାଏ, ଯାହାକି ତୁମେ ଏଠି ମଧ୍ୟ ଦେଖିପାରିବ କି ଦେଖ ଏହି ତୀର ଚିହ୍ନର ଉଭୟ ପାର୍ଶ୍ୱରେ ସମାନ ସଂଖ୍ୟକ ପରମାଣୁ ଅଛନ୍ତି, ଯେମିତିକି ଏପଟେ 6ଟା କାର୍ବନ ପରମାଣୁ ଅଛି ଏବଂ ଏପଟେ ମଧ୍ୟ 6ଟା କାର୍ବନ ପରମାଣୁ ମଧ୍ୟ ଏଠି ଅଛି। ମୁଁ ଏଠି ଗୋଟେ ଉଦାହରଣ ଦେଇକି ବୁଝାଉଛି, ଶୁଣ। ଯଦି ମନେକର ଆମର ବାତ୍ୟା ହେଲା ପରେ ମୋର ଗୋଟେ ପୁରୁଣା ଘର ଥିଲା, ସେଇଟା ଭାଙ୍ଗିଗଲା ପରେ ମୁଁ କ'ଣ କଲି ନା ସେଥିରୁ ଇଟା ଆଉ ପଥରକୁ ନେଇ ଆସିଲି, ତାକୁ ନ ଫିଙ୍ଗି ମୁଁ ସେଥିରେ କିଛି ନୂଆ ଜିନିଷ ତିଆରି କରିବାକୁ ଚେଷ୍ଟା କଲି। ମନେକର ମୁଁ ଗୋଟେ ବ୍ରିଜ୍ ଗଢ଼ିଲି, ହେଲା, ତ ଯେତେବେଳେ ବ୍ରିଜ୍ କଲି ତ ଏଠି କ'ଣ ହେଲା ନା ସେଇ ଇଟା ପଥରକୁ ମୁଁ ବ୍ୟବହାର କଲି, ତାକୁ ନ ଫିଙ୍ଗି କିଛି ନୂତନ କାର୍ଯ୍ୟରେ ତାକୁ ଲଗେଇଲି। ସେହିପରି କୋଷୀୟ ଶୋଷଣରେ କ'ଣ ହୁଏ ନା ବହୁତ ସାରା ରାସାୟନିକ ପ୍ରତିକ୍ରିୟା କ୍ରମ ଅନୁସାରେ ହୋଇଥାଏ, କିନ୍ତୁ କୋଷ କେଉଁଠାରେ ଏହିସବୁ ସୋପାନକୁ କରିଥାଏ ବା ଏହିସବୁ ପ୍ରକ୍ରିୟା କେଉଁଠାରେ କରିଥାଏ ତା ବିଷୟରେ ଚାଲ ଏବେ ଆମେ ଜାଣିବା। ଆମେ ଖାଦ୍ୟକୁ ଚୋବେଇକି ଖାଇଲେ, ତାପରେ କ'ଣ ହେଲା ନା ଖାଦ୍ୟ ଛୋଟ ଛୋଟ ଅଣୁରେ ବିଭକ୍ତ ହୋଇଗଲା। ଏହି ଯେଉଁ ଛୋଟ ଛୋଟ ଅଣୁ ଯାହାକି ଗ୍ଲୁକୋଜ ଧାରଣ କରିଥାଏ, ତାହା କ'ଣ କଲା ନା କୋଷ ମଧ୍ୟକୁ ପ୍ରବେଶ କଲା। ତାପରେ କ'ଣ ହେବ ନା କୋଷୀୟ ଶୋଷଣ ଷ୍ଟାର୍ଟ ହେଇଯିବ ବା ଆରମ୍ଭ ହୋଇଯିବ। ତାହେଲେ ଏହି କୋଷୀୟ ଶୋଷଣର ପ୍ରଥମ ସୋପାନ ସାଇଟୋସଲରେ ହିଁ ହୋଇଥାଏ, ଯାହାକି ଗୋଟେ ଜେଲି ପରି ତରଳ ପଦାର୍ଥ, ଯାହାକି କୋଷର ସମସ୍ତ ଅଙ୍ଗକୁ ଧାରଣ କରିଥାଏ। ସେମାନେ ଏହି ଗ୍ଲୁକୋଜକୁ ପ୍ରତିକାରକ ରୂପେ ଗ୍ରହଣ କରିଥାନ୍ତି ଏବଂ ବାକି ପ୍ରକ୍ରିୟା ସବୁ ମାଇଟୋକଣ୍ଡ୍ରିଆରେ ହିଁ ସମ୍ପନ୍ନ ହୋଇଥାଏ, ଯେଉଁଠାରେ କି ଅମ୍ଳଜାନ ପ୍ରତିକାରକ ପାର୍ଶ୍ୱରେ ଥାଏ ଏବଂ ଆଉଟପୁଟ୍ ହିସାବରେ ଆମକୁ କାର୍ବନ ଡାଇଅକ୍ସାଇଡ୍ ଏବଂ ଜଳ ମିଳିଥାଏ। ତା ସହିତ ଏହି ପ୍ରତିକ୍ରିୟାରେ ମଧ୍ୟ କିଛି ମାତ୍ରାରେ ଶକ୍ତି ଉତ୍ପନ୍ନ ହୋଇଥାଏ। ଏଠି ତୁମକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କି କିପରି ଆମେ ଖାଉଥିବା ଖାଦ୍ୟ ଆମକୁ ଶରୀରର ବିଭିନ୍ନ ପ୍ରକ୍ରିୟା ପାଇଁ ଶକ୍ତି ଯୋଗାଇଥାଏ। ତ କିପରି କୋଷୀୟ ଶୋଷଣ କୋଷକୁ ଦରକାରୀ ଶକ୍ତି ଯୋଗାଇଥାଏ ତାହା ଆମକୁ ଜାଣିବା ନିହାତି ଜରୁରୀ ଅଟେ। ଏହି ପ୍ରକ୍ରିୟା ଦ୍ୱାରା ଉତ୍ପନ୍ନ ଶକ୍ତିକୁ ମୁଁ ତୁମେ ସମସ୍ତେ ବ୍ୟବହାର କରିଥାଉ ଏବଂ ଶରୀରର କିଛି ବି କାର୍ଯ୍ୟ କରିବା ପାଇଁ ଏହି ଶକ୍ତି ଆମକୁ ସାହାଯ୍ୟ କରିଥାଏ। ଯାହା ବି କରିବାକୁ ଚାହିଁବା ସେଥିପାଇଁ ଶକ୍ତି ଦରକାର, ଆଉ ଏହି ଶକ୍ତି କୋଷୀୟ ଶୋଷଣରୁ ଆସିଥାଏ। ଯେପରିକି ମୁଁ ତୁମକୁ କହିଥିଲି ପାଣି ନେବା, କପଡ଼ା,
पथर मानचित्र पाई खाइबा जलखिया पाई संपूर्ण पदयात्रा पाई ए सबुति पाई आमको शक्ति आवश्यकता होइथाय आ एई शक्ति कोठु आसे कोशीय शोषण रो आसे तो एइथि आमको माइटोकॉन्ड्रिया को बहुत बड़ धन्यवाद देवाको पड़िबो एहा द्वारा आमर सब कार्य ठीक ठाक संपन्न होइथाय।